ଏବେ ତ ବହୁତ ଭଲ ଫୁଲକୋବି ମିଳୁଛି। ମୁଁ ଆଜି ଫୁଲକୋବି ସୁଜିରେ ଗୋଟେ ନୂଆ ପ୍ରକାର ଜଳଖିଆ ବନେଇବି, ଯାହାକୁ ଆପଣ ମାତ୍ର 2 ଛୋଟ ଚାମଚ ତେଲରେ ପ୍ରସ୍ତୁତ କରିପାରିବେ। ଆପଣ ଆକୁ ସକାଳ ଜଳଖିଆରେ ଖାଇପାରିବେ, ପିଲାଙ୍କ ଟିଫିନ୍ ବକ୍ସରେ ଦେଇପାରିବେ, ନହେଲେ ଇଭିନିଂ ସ୍ନାକ୍ସ ହିସାବରେ ଖାଇପାରିବେ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ଫୁଲକୋବିର ଏହି ରେସିପି ପାଇଁ ମୁଁ ଏଠି ଗୋଟେ ଫୁଲକୋବି ନେଇଛି, ଆଉ ତା ସହିତ ଗୋଟେ କପ୍ ସୁଜି ନେଇଛି। ସୁଜିର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଏବେ ଆମେ ଫୁଲକୋବିକୁ କାଟିବା। ଫୁଲକୋବିକୁ ଏମିତି ଛୋଟ ଛୋଟ ଖଣ୍ଡ କରି କାଟିକି ନେଇଯିବେ। ଯଦି ଆପଣଙ୍କ ପାଖରେ ଚପର ଥିବ ତାହେଲେ ଚପରରେ ଫୁଲକୋବିକୁ ପୁରା ଛୋଟ ଛୋଟ କରି କାଟିକି ନେଇଯିବେ। ମୁଁ ଏଠି ସବୁ ଫୁଲକୋବିକୁ ଛୋଟ ଛୋଟ କରି କାଟିକି ନେଇଯାଇଛି, ଆଉ ତା ସହିତ ମୁଁ ଏଠି ଗୋଟେ ବଡ଼ ସାଇଜ୍ର ଆଳୁକୁ ଛୋଟ ଛୋଟ କରି କାଟିକି ନେଇଛି, ଆଉ ଗୋଟେ ମିଡ଼ିୟମ୍ ସାଇଜ୍ ଗାଜରକୁ ବି ଛୋଟ ଛୋଟ କରି କାଟିକି ନେଇଛି। ଗାଜର ଏଠି ଅପସନାଲ୍ ଅଛି। ଫୁଲକୋବି ଆଳୁର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ମୁଁ ଏଠି କଡ଼େଇରେ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲସେ ଗରମ ହୋଇଗଲା ପରେ ମୁଁ ଏଥିରେ ଅଧା ଛୋଟ ଚାମଚ ସୋରିଷ ଆଉ ଅଧା ଛୋଟ ଚାମଚ ଜିରା ପକାଇଛି। ଜିରା ସୋରିଷ ଭଲସେ ଭାଜି ହୋଇଗଲା ପରେ ମୁଁ ଏଠି ଗୋଟେ ବଡ଼ ପିଆଜ ଆଉ ଗୋଟେ କଞ୍ଚା ଲଙ୍କାକୁ ଛୋଟ ଛୋଟ କରି କାଟିକି ଦେଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ କଞ୍ଚା ଲଙ୍କା ନେବେ। ପିଆଜ ଟିକେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ରେ ଫ୍ରାଏ ହୋଇଗଲା ପରେ ମୁଁ ଏଥିରେ କାଟିକି ରଖିଥିବା ଫୁଲକୋବି, ଆଳୁ ଆଉ ଗାଜରକୁ ଦେଇଦେଇଛି। ତାପରେ ମୁଁ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇଛି। ଏବେ ଆମେ ଏଥିରେ କିଛି ଗୁଣ୍ଡ ମସଲା ପକାଇବା। ଗୁଣ୍ଡ ମସଲାରେ ମୁଁ ଏଠି ପକାଇଛି 1/3 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ନେବେ, ଆଉ ଗୋଟେ ଛୋଟ ଚାମଚ ଚିକେନ୍ ମସଲା, ଆଉ ଗୋଟେ ଛୋଟ ଚାମଚ ଜିରା ଧନିଆ ଗୁଣ୍ଡ ଦେଇଛି। ଚିକେନ୍ ମସଲା ଜାଗାରେ ଆପଣ କିଛି ବି ସବ୍ଜି ମସଲା ପକାଇ ପାରିବେ। ସବୁକୁ ଭଲସେ ମିକ୍ସ କରି ହାଫ୍ରୁ 1 ମିନିଟ୍ ପର୍ଯ୍ୟନ୍ତ ଫ୍ରାଏ କଲା ପରେ ଆମେ ଆକୁ କଭର୍ କରି ଲୋ ଫ୍ଲେମ୍ରେ 6ରୁ 7 ମିନିଟ୍ ପର୍ଯ୍ୟନ୍ତ କୁକ୍ କରିବା, ଯେମିତି ପରିବା ଭଲସେ ସିଝିଯିବ। ମଝିରେ ମଝିରେ ଘୋଡ଼ଣୀ କାଢ଼ି ଆକୁ ଗୋଳଉଥିବେ, ନହେଲେ ଆର ତଳପଟ ଲାଗି ପୋଡ଼ି ଯାଇପାରେ। ଆପଣ ଏଥିରେ ବିଲକୁଲ ବି ପାଣି ଦେବେନି। 6ରୁ 7 ମିନିଟ୍ ପରେ ମୁଁ ଏଠି ଘୋଡ଼ଣୀ କାଢ଼ି ଦେଇଛି। ଏବେ ଆମେ ସବୁକୁ ଆଉ ଥରେ ଭଲସେ ମିକ୍ସ କରିଦେବା। ମୁଁ ଏଠି ଆପଣଙ୍କୁ ଦେଖାଇ ଦେଉଛି। ଏଠି ଆଳୁ, ଗାଜର, ଫୁଲକୋବି ସବୁ ଭଲସେ ସିଝି ଯାଇଛି। ପରିବାକୁ ଏମିତି ଚାମଚ ସାହାଯ୍ୟରେ ଟିକେ ମିକ୍ସ କରିଦେବେ। ଆପଣ ଚାହିଁଲେ ଏଠି କିଛି କାଟିକି ଧନିଆ ପତ୍ର ପକାଇ ପାରିବେ। ଏବେ ଆମେ ଗ୍ୟାସ୍ ବନ୍ଦ କରିଦେବା। এই ମସଲା ଭଜାକୁ ଭଲସେ ଥଣ୍ଡା ହେବାକୁ ଦେବା। ମୁଁ ଏଠି ଗ୍ୟାସ୍ରେ ଗୋଟେ କଡ଼େଇ ବସାଇ ଗରମ ହେବାକୁ ରଖିଥିଲି। କଡ଼େଇ ଭଲସେ ଗରମ ହେଲା ପରେ ମୁଁ ଏଥିରେ 2 କପ୍ ପାଣି ଦେଇଛି। ଏବେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା, ଆଉ ସବୁକୁ ଭଲସେ ମିକ୍ସ କରି ପାଣିକୁ ହାଇ ଫ୍ଲେମ୍ରେ ଫୁଟିବା ପାଇଁ ଛାଡ଼ିଦେବା। ପାଣି ଭଲସେ ଫୁଟିଗଲା ପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଘିଅ ଦେଉଛି। ଘିଅ ଜାଗାରେ ଆପଣ ରିଫାଇନ୍ ଅଏଲ୍ ନେଇପାରିବେ। ଏବେ ଆମେ ଗ୍ୟାସ୍ର ଫ୍ଲେମ୍କୁ ଲୋ କରିଦେବା। ତାପରେ ଆମେ ଏଥିରେ ଧୀରେ ଧୀରେ ସୁଜି ଦେଇ ସବୁକୁ ଭଲସେ ମିକ୍ସ କରିବା, ଯେମିତି ଏଥିରେ କିଛି ବି ଲମ୍ପସ୍ ରହିବନି। ମୁଁ ଏଠି ଗୋଟେ କପ୍ ସୁଜି ପାଇଁ 2 କପ୍ ପାଣି ନେଇଥିଲି। ଆପଣ ଯେତିକି ସୁଜି ନେବେ ତାର ଡବଲ ପାଣି ଦେବେ। ଏବେ ଆମେ ସବୁକୁ ଭଲସେ ମିକ୍ସ କରି ଆକୁ କୁକ୍ କରିବା, ଯେମିତି ଆର ଗୋଟେ ଡୋ ବନିଯିବ। ଦେଖିପାରୁଥିବେ ସୁଜିର ଏଠି ଗୋଟେ ସଫ୍ଟ ଡୋ ବନିଯାଇଛି। ଏବେ ଆମେ ଗ୍ୟାସ୍ ବନ୍ଦ କରିଦେବା, ଆଉ ଆକୁ କଭର୍ କରି 5 ମିନିଟ୍ ପାଇଁ ରେଷ୍ଟ ହେବାକୁ ଦେବା। 5 ମିନିଟ୍ ପରେ ମୁଁ ଏଠି ଘୋଡ଼ଣୀ କାଢ଼ି ଦେଇଛି। ଏବେ ଆମେ এই ସୁଜି ଜନ୍ତୁଣୀକୁ ଗୋଟେ ପ୍ଲେଟ୍ରେ କାଢ଼ି ଟିକେ ଥଣ୍ଡା ହେବାକୁ ଦେବା। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଆକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ସୁଜି ଜନ୍ତୁଣୀ ଏଠି ଟିକେ ଥଣ୍ଡା ହୋଇଗଲାଣି। ହାତରେ ଟିକେ ଘିଅ କି ତେଲ ଲଗାଇଦେବେ। ତାପରେ এই ଜନ୍ତୁଣୀକୁ ଧୀରେ ଧୀରେ ଚକଡ଼ିକି ଆର ଗୋଟେ ସ୍ମୁଥ୍ ଡୋ ବନେଇଦେବେ। ଆପଣ এই ଜନ୍ତୁଣୀକୁ ଟିକେ ନଖ ଉଷୁମ ଥିଲାବେଳେ ଚକଡ଼ିବେ, ଜନ୍ତୁଣୀକୁ ପୁରା ଥଣ୍ଡା କରିବେନି। ମୁଁ ଏଠି ଜନ୍ତୁଣୀକୁ ଭଲସେ ଚକଡ଼ି ଦେଇଛି। ଚାଲନ୍ତୁ ଏବେ ଆମେ ପିଠା ବନେଇବା। ପିଠା ବନେଇବା ପୂର୍ବରୁ ହାତରେ ଟିକେ ତେଲ କି ଘିଅ ଲଗାଇଦେବେ।
आपन को जो साइज रो पिठा दरकार से अनुसार जंतुणी नेबे ताकू प्रथमे राउंड शेप दे देबे तापर एमती हल्का हाथ रे प्रेस करी ताकू बड़ करी देबे मझी को टिके मोटा रखिबे साइड गुडा को टिके पतला करी एमती गिन्ना शेप दे देबे तापर आमे जो फूल कोबी रो स्टफिंग बनैथिले से पिठार मझिरे दे देबे तापर धीरे धीरे हल्का हाथ रे एमती फोल्ड करी ताकू भल से बंद करी देबे तापर एथिरे जो एक्स्ट्रा जंतुणी अच्छी ताकू काढ़ी देबे आउ ताकू बढ़िया से राउंड शेप दे देबे मैं गोटे पिठा बनै देइछि एमती भाबे आमे बाकी सबु जंतुणी रे भी पिठा बनै कि नै जिबा मैं आपन को आउ गोटे पिठा बनै कि देखै दउछि ए पिठारे ए फूल कोबी मसला स्टफिंग रो क्वांटिटी टिके अधिक रखिबे एहा द्वारा ए पिठा खाइबा पई बेसी भल लागिबो आपण हिसाब रे छोट कि बड़ पिठा बनै परिबे आपण ए रेसिपी को जगार देखुचंती कमेंट सेक्शन में जनइबे मैं आउ गोटे पिठा बनै देइछि एमती भाबे आमे बाकी सबु जंतुणी रे पिठा बनै कि नै जिबा मैं सबु जंतुणी रे पिठा बनै देइछि चलंतु एबे आमे ए पिठा को सिजेइबा सेति पई मैं कड़ाई रे किछि पानी देई गरम होबाक रखिछि मैं गोटे छणा नहीं पिठा को सिजेबी आपड़ चाहिए इडली छांचरे पिठा को सिजे पारे मैं छणा गोटे छोट चामच तेल दे एबे आमे तेल को भल से स्प्रेड करदे यह द्वारा पिठा जितेबाला सिझीज बहुत इजिली छणु बाहरी जीव एबे आमे एथिरे गोटे गोटे करी पिठा को रखीदबा पिठा को टिके टिके डिस्टेंस रे रखिबे कारण पिठा सिझिले टिके फुलिबो मैं सबु पिठा को छणा रखी देइछि चलंतु एबे आमे आकु सिजेबा पानी एटे भल से गरम हो जाइछि एबे आमे छणा को ए पानी ऊपर रखी दबा तापरे आमे को कवर करी हाई फ्लेम रे 5 मिनिट पई कुक होबा को दबा तापरे आमे को लो फ्लेम रे 8 रु 10 मिनिट पर्यंत कुक करिबा एटी 14 रु 15 मिनिट हो गलानी मुझे घोड़नी काढ़ी देइछि एठी ए पिठा बढ़िया से सिझी जाइछि एबे आमे इंडक्शन बंद करिदबा एबे आमे छणा को कड़ाई उपरु काढ़ी दबा आ पिठा को भल से ठंडा हबा को दबा पिठा एटी भल से ठंडा हो गलानी एबे आमे को छणा रु काढ़ी दबा देखि परथिबे बहुत इजीली छणा रु पिठा बाहरी जाउछि पिठा भल से ठंडा हला परे छणा रु काढ़ीबे नहले पिठा भांगी जाई पारे आपन को गोटे पिठा भांगिकी देखै दउछि देखि परथिबे ए पिठा केते सॉफ्ट अछि आ ता भितरे केते बढ़िया से पूरा अछि जदि आपन को फूल कोबी रो ए पिठार रेसिपी भल लागिथिबो ताले को लाइक करिवे आपन को सांग मानक सहित शेयर करिवे जदि एपर्यंत मो चैनल को सब्सक्राइब करि नाहंती त सब्सक्राइब करबा को जमार भूलिबेनी पाखर बेल आइकन ने ऑल नोटिफिकेशन ने क्लिक करिवे एहा द्वारा मो जो वीडियो आसीबो आपन प्रथमे देखि परिबे। Thank you for watching.